ପିଲାମାନେ ତମମାନଙ୍କର ଇଂଲିଶରେ ଇଂଲିଶରେ ପିଲାମାନେ ତମମାନଙ୍କର ଇମ୍ପୋର୍ଟାଣ୍ଟ ସବଜେକ୍ଟିଭ କ୍ୱେଶ୍ଚିନ୍ସ ତମମାନଙ୍କର କ'ଣ ଆସୁଛି? ଇମ୍ପୋର୍ଟାଣ୍ଟ ସବଜେକ୍ଟିଭ କ୍ୱେଶ୍ଚିନ୍ସ ତମମାନଙ୍କର କ'ଣ ଆସୁଛି? ତାକୁ ଆମେ କ'ଣ କରିବା? ଏବେ ତମର ମୁଁ ଡିସ୍କସନ୍ କରିବି। କିଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କମ୍ପ୍ରେସନ୍ ଯେଉଁଟା ତମର କ'ଣ ପିଲାମାନେ ଲଙ୍ଗ କ୍ୱେଶ୍ଚିନ୍ ଭାବେ ପଚାରି ରହୁଛି, ତାକୁ ଆଜି ଆମେ କ'ଣ କରିବା? ସବୁ ଯାକ କ୍ୱେଶ୍ଚିନ୍ କ'ଣ ତମକୁ ମୁଁ ଦେଇଦେବି। ବୁଝିପାରିଲ ନା? ତେଣୁ ଓଡ଼ିଶା ହାଇସ୍କୁଲ ଷ୍ଟଡି କ୍ରିଏସନ୍ ୟୁଟ୍ୟୁବ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ। ସବସ୍କ୍ରାଇବ୍ ଯଦି କରି ରଖୁଛ ନା, ତାହେଲେ ତୁମମାନଙ୍କୁ ସବୁଯାକ PDF ମଧ୍ୟ କ'ଣ ତୁମେ ଡେସ୍କ୍ରିପସନରେ ଲିଙ୍କ୍ ଅଛି, ତାକୁ କ'ଣ ଡାଉନଲୋଡ୍ କରିପାରିବ। ଯେତକ ବି ତୁମକୁ ମୁଁ କ୍ୱେଶ୍ଚିନ୍ସ ଦେବି, ତୁମକୁ ଯେତକ ବି ମୁଁ କ'ଣ ଦେବି ପିଲାଙ୍କୁ କ୍ୱେଶ୍ଚିନ୍ସ ଦେବି, ସବୁଯାକ କ୍ୱେଶ୍ଚିନ୍ର ପର୍ଟିକୁଲାର ସବୁଯାକ କ'ଣ କ୍ୱେଶ୍ଚିନ୍ର ଆନ୍ସର ବି ତୁମେ କ'ଣ ପାଇଯିବ, ତୁମେ କ'ଣ PDF ଆକାରରେ ପାଇଯିବ। ବୁଝିପାରିଲ ନା? ତେଣୁ ଚ୍ୟାନେଲକୁ ନିହାତି ଭାବେ ସବସ୍କ୍ରାଇବ୍ କରି ରଖ। ତୁମମାନଙ୍କ ପାଇଁ କ'ଣ ରହିବ, ବହୁତ ବେନିଫିଟ୍ ରହିବ। 9th କ୍ଲାସ୍ ଏକ୍ଜାମ୍, ଓକେ, 9th କ୍ଲାସ୍ ଇଂଲିଶ ଏକ୍ଜାମ୍ ଏତେ ମ୍ୟାନର ରଖୁନି ଯେ ଆମକୁ କିଛି ଡେଡିକେଟେଡ୍ ନେଇକି କ'ଣ ପାଠ ପଢ଼ିବାର ଅଛି ହେଲା। ଯେମିତି 10ମ କ୍ଲାସରେ ପାଠ ପଢ଼ିବା ନା, ତାକୁ କ'ଣ ତା ହିସାବରେ ଯଦି ତୁମେ କ'ଣ କରିବ କମ୍ପାରିଜନ୍ କରିବ, ତାହେଲେ ଇଏ କ'ଣ ତୁମର କିଛି ନୁହଁ ହେଲା। ସେମିତି କ'ଣ ଲେଖିଦେଇକି ଆସରେ ପିଲାମାନେ, ଜମା ଟେନସନ୍ ନିଅନି ହେଲା। କିଛି ନ ପଢ଼ିଛ ବୋଲି କିଛି ଟେନସନ୍ ନାହିଁ, କିଛି ବି ଯଦି ନ ପଢ଼ିଛ ନା କିଛି ଟେନସନ୍ ନାହିଁ। ଆରାମସେ ତୁମ କ'ଣ ହେଇଯିବ, ଏଇ କ୍ଲାସରୁ ଡେଇଁଯିବ, 10th କ୍ଲାସରୁ କ'ଣ ହେଇଯିବ, ଡେଇଁଯିବ। ଖାଲି ମୁଁ ଗୋଟେ ଜିନିଷ କହି ରଖୁଛି, ଯଦି ତୁମ ପାଖରେ ସମୟ ଅଛି ତାହେଲେ କ'ଣ ପଢ଼, ଗ୍ରାମାର ଟିକେ ପଢ଼ିଦିଅ। କ'ଣ ପଢ଼ିଦିଅ, ଗ୍ରାମାର ଟିକେ ପଢ଼ିଦିଅ, କାରଣ ତୁମକୁ ଗ୍ରାମାର ପିଲାମାନେ କ'ଣ ଦେବ, ତୁମକୁ ବହୁତ କାମ ଦେବ ତୁମର 10th କ୍ଲାସରେ। ନହେଲେ ତାକୁ ଛାଡ଼ିକି ଯେତକ ରହିଲା ତୁମର ଏସେ ରହିଲା, ଆପ୍ଲିକେସନ୍ ରହିଲା, ତାକୁ ଯଦି ପାରୁଛ ମଧ୍ୟ କ'ଣ ଟିକେ ତାକୁ ଫୋକସ୍ ରଖିକି କ'ଣ ଦେଖିଦିଅ ପିଲାମାନେ, କାରଣ ସେଇ ଏସେ ସେଇ ଆପ୍ଲିକେସନ୍ ତୁମର କ'ଣ ଆସିବ, 10th କ୍ଲାସରେ ହିଁ ଆସିବ ପିଲାମାନେ। ବୁଝିପାରୁଛ ନା? ନହେଲେ ତାକୁ ଛାଡ଼ିକି ପିଲାମାନେ ତୁମକୁ ଯଦି ମୁଁ କହିବି ଏଥିରେ ତୁମମାନଙ୍କର ଯେଉଁ କମ୍ପ୍ରେସନ୍ ସବୁ ରହୁଛି, ଲଙ୍ଗ କ୍ୱେଶ୍ଚିନ୍ ସବୁ ରହୁଛି, ତୁମର ସବଜେକ୍ଟିଭ କ୍ୱେଶ୍ଚିନ୍ସ ରହୁଛି, ତାକୁ କ'ଣ ତୁମେ ଆରାମସେ କ'ଣ ଛାଡ଼ିପାରିବ। ମୁଁ କ'ଣ ଲେଖିକି ଆସ, କିଛି ମ୍ୟାନର ରଖୁନି ତୁମମାନଙ୍କ 9th କ୍ଲାସ୍ ଏକ୍ଜାମ୍। ଯଦି କିଛି ନ ପଢ଼ିଛ ତାହେଲେ ତୁମମାନଙ୍କ ପାଇଁ କ'ଣ ଗୋଟେ ସଜେସନ୍ ପିଲାମାନେ, କିଛି ଯଦି ନ ପଢ଼ିଛ କିଛି ପଢ଼ିବା ଦରକାର ନାହିଁ, କିଛି ବି ପଢ଼ିବା ଦରକାର ନାହିଁ। ତୁମମାନଙ୍କୁ ଇଂଲିଶରେ ତୁମକୁ ମୁଁ କହିବି କିପରି ଖାଲି ଖାଲି ତୁମେ ଖାଲି ଦେଖ, ତୁମେ କିପରି ଖାଲି ଆରାମସେ 30-40 ମାର୍କ ରଖିଦେବ। 30-40 ମାର୍କ ତୁମେ ଆରାମସେ କିପରି ରଖିଦେବ କିଛି ନ ପଢ଼ିଛ ଯଦି ହେଲା। ତାହେଲେ ତୁମମାନଙ୍କୁ ପିଲାମାନେ ମୁଁ ପ୍ରଥମେ ତୁମଙ୍କ ସିଲାବସ୍ର ପାଟର୍ନ କ'ଣ ରହୁଛି ପିଲାମାନେ, ଏଠି ତୁମର ଅବଜେକ୍ଟିଭ କ୍ୱେଶ୍ଚିନ୍ସ କେତେ ମାର୍କ ରହୁଛି, 50 ମାର୍କ ରହୁଛି, ଯୋଉଠି ତୁମର ପ୍ରୋଜ୍, ପୋଏମ୍ ଆଉ ଷ୍ଟୋରି ଆଣ୍ଡ କ'ଣ ଆସିଲା ଗ୍ରାମାର ତୁମର ମିଶିକି କେତେ ମାର୍କ ଆସିଯାଉଛି, 50 ମାର୍କ ଆସୁଛି। କେତେ ମାର୍କ ଆସୁଛି ପିଲାମାନେ, 50 ମାର୍କ ଆସିଯାଉଛି। ଏବଂ ତୁମର ପ୍ରୋଜ୍, ପୋଏମ୍ ଆଉ ଯଦି ଷ୍ଟୋରି କଥା କହିବି, ଏମାନେ ମିଶିକି କହୁଛନ୍ତି ପିଲାମାନେ କେତେ ମାର୍କ, 30 ମାର୍କ ଆସିବ। କେବଳ ଗ୍ରାମାର କ'ଣ ପଡ଼ିଯାଉଛି, 20 ମାର୍କ ପଡ଼ିଯାଉଛି। ବୁଝିପାରୁଛ ନା? କେତେ ମାର୍କ ପଡୁଛି, ଗ୍ରାମାର ଖାଲି କେତେ ମାର୍କ ପଡୁଛି, 20 ମାର୍କ ପଡୁଛି। ତେଣୁ ତମର ପାଖରେ ଯଦି ସମୟ ଅଛି ତାହେଲେ କ'ଣ କର, 9ମ କ୍ଲାସର ଇଂଲିଶ ଗ୍ରାମାରଟାକୁ ଖାଲି କ'ଣ କରିଦିଅ, ଆଟଲିଷ୍ଟ 2 ଘଣ୍ଟା ସମୟ ଦେଇ କ'ଣ ଟେନ୍ସ ଫେନ୍ସ ହଉ ପିଲାମାନେ ହେଲା, ତାକୁ ଟିକେ କ'ଣ ଭଲସେ ଦେଖିଦିଅ ହେଲା। ଗ୍ରାମାର ତମର କ'ଣ ପିଲାମାନେ ବହୁତ କାମରେ ଆସିବ, ଗ୍ରାମାର ବହୁତ କାମରେ ଆସିବ। 10ମ କ୍ଲାସକୁ ଗଲା ମାନେ ତମେ 9ମ କ୍ଲାସ ବହିର ଗ୍ରାମାର ବହି ଖୋଜିବ, କାହିଁକି ତମର ଗ୍ରାମାର କ'ଣ ନାହିଁ, ଫଣ୍ଡାମେଣ୍ଟାଲ କ୍ଲିୟର ନାହିଁ। ବୁଝିପାରୁଛ? ତ ସେଥିପାଇଁ ଏକୁ ଖାଲି କ'ଣ କରିବ ପିଲାମାନେ, ପ୍ରୋଜ୍, ପୋଏମ୍ ତମର ଯେଉଁ ଅଛି ହେଲା, ଯେଉଁ ଷ୍ଟୋରି ଅଛି, ତମର ଯେକୌଣସି ଟେଷ୍ଟ ପେପର ଅଛି, ଯାହା ବି ତମର ଟେଷ୍ଟ ପେପର ଅଛି, ଟେଷ୍ଟ ପେପର ପିଲାମାନେ ପଛରୁ କ'ଣ ତମେ ଆରାମସେ 30-40ଟା MCQ ତମେ ସେଥିରୁ ଦେଖି ଦେଖି ଯାଇପାରିବ ହେଲା। ତମର କ'ଣ ହେଇଯିବ ପିଲାମାନେ, ଏଥିରୁ କ'ଣ ହେଇଯିବ, ବାଜିଯିବ। ବୁଝିପାରିଲ ନା? ନହେଲେ ବି ଛାଡ଼ି ଦେଇକି ଯାଅ, କିଛି ବ୍ୟସ୍ତ ହବା ନାହିଁ ହେଲା। ଯେତେ ମାର୍କ ହେଲା ଚଳିବା, କିଛି ଫରକ ପଡୁନି। ଓକେ, ଏବେ ଦେଖିବା ତମର ସବଜେକ୍ଟିଭ କ୍ୱେଶ୍ଚିନ୍। ସବଜେକ୍ଟିଭ ତମର ଯେଉଁ 50 ମାର୍କ ଅଛି, ଯୋଉଠି ପିଲା ଯଦି କିଛି ନ ପଢିଛି ତାହେଲେ କିପରି ମାର୍କ ପାଇବ। ପ୍ରଥମ କଥା ହେଲା ପିଲାମାନେ ଏସେ, ଏସେକୁ ଆମକୁ ଟିକେ କ'ଣ ବାଗେଇକି ଲେଖିବାର ଅଛି। ଏସେ ଟିକେ ପଢିବାକୁ ପଡିବ। ପର୍ଟିକୁଲାର ଏସେ ମୁଁ ଯେତକ ଏସେ ଆପ୍ଲିକେସନ୍ ଏବଂ ତମର ଲେଟର, ଏସେ ଆପ୍ଲିକେସନ୍ ଲେଟର ତମକୁ ମୁଁ ପିଲାମାନେ କ'ଣ ଦେଇଯାଇଛି, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ପିଲାମାନେ ଏଇ ଚ୍ୟାନେଲରେ ତମେ ପାଇଯିବ, ତାକୁ ମୁଁ ଦେଇସାରିଛି। ଯଦି ସେ ଭିଡ଼ିଓଟି ଦେଖିନ ତାହେଲେ ତମକୁ କ'ଣ ଡେସ୍କ୍ରିପସନ ଲିଙ୍କ୍ ମିଳିଯିବ, ତାକୁ ଭିଜିଟ୍ କରି କ'ଣ ତମେ ସେ ଭିଡ଼ିଓଟି ଚେକ୍ ଆଉଟ୍ କରିପାରିବ। ଆଚ୍ଛା, ତମକୁ ପିଲାମାନେ ଏସେ କ'ଣ ପିଲାମାନେ ତମକୁ ଲେଖିବାକୁ ପଡିବ। ବୁଝିପାରୁଛ? ବୁଝିନ, ଓଡ଼ିଆ ଏସେ ନୁହଁ ନା, ମନକୁ ଲେଖିକି ପଳେଇ ଆସିବା। ଇଂଲିଶ ଏସେ ଆମକୁ କ'ଣ ପିଲାମାନେ କିଛି ଲେଖିବାକୁ ପଡିବ ନା, ଲେଖିବନି, ଲେଖିବାକୁ ପଡିବ ହେଲା। ତ ଏସେ ତମେ ଲେଖିପାରିବ ଆରାମସେ। ଆପ୍ଲିକେସନ୍ ଲେଖିବ, ନଚେତ୍ ଲେଟର ଲେଖିବ। ମୁଁ ତମକୁ କହିସାରିଛି, ଆପ୍ଲିକେସନ୍ କିମ୍ବା ଲେଟରର ତମକୁ ଫର୍ମାଟ କ'ଣ ଲେଖିବା ଦରକାର, କୋଉ ଫର୍ମାଟରେ ଲେଖିଲେ ଆମକୁ କେତେ ମାର୍କ ମିଳିବ, ଫର୍ମାଟ ହିସାବରେ ଯଦି ତମେ କାଲି ଜାଣିଦଉଛ ନା, ତମକୁ କ'ଣ ମିଳିଯିବ, ଏଥିରୁ ପିଲାମାନେ ଏଥିରୁ ଆରାମସେ ତମେ କେତେ ମାର୍କ ପାଇଯିବ, 3 ମାର୍କ ପାଇଯିବ। ତମେ ଏସେରୁ ପିଲାମାନେ କେତେ ମାର୍କ ପାଇଯିବ, ଆଟଲିଷ୍ଟ 5 ପ୍ଲସ୍ ପାଇଯିବ। କେତେ ପ୍ଲସ୍ ପାଇଯିବ, 5 ମାର୍କ ପ୍ଲସ୍ କ'ଣ ପାଇଯିବ। ଏବଂ ତମର ଆସିଗଲା ପିଲାମାନେ ଅନସିନ୍ ପ୍ୟାସେଜ। ଅନସିନ୍ ପ୍ୟାସେଜ ତମର 10 ମାର୍କ ରହୁଛି ନା, 10 ମାର୍କରୁ ପିଲା ଆରାମସେ ପିଲାମାନେ କେତେ ମାର୍କ ରଖିପାରିବ, 7 ମାର୍କ ରଖିପାରିବ। କେତେ ମାର୍କ ରଖିପାରିବ, 7 ମାର୍କ ରଖିପାରିବ। ନେକ୍ସଟ ଆସିଲା କ'ଣ, ତମର ରିପୋର୍ଟ କିମ୍ବା ସମରି। ଯେତକ ଭଲ ପିଲା ଅଛ, ତମମାନଙ୍କୁ ଗୋଟେ ଆଡଭାଇସ୍ ମୁଁ ଦଉଛି ପିଲାମାନେ, ରିପୋର୍ଟ କିମ୍ବା ସମରି ଭିତରୁ କାହାକୁ ଚଏସ୍ କରିବ, ସବୁବେଳେ ଫୋକସ୍ ରଖିବ ରିପୋର୍ଟ ଲେଖିବାକୁ। କ'ଣ ରଖିବାକୁ, ରିପୋର୍ଟ ଲେଖିବାକୁ ହେଲା। ତମମାନଙ୍କ ପିଲାମାନେ କ'ଣ ସେଭ୍ କରିବ, ତମର ଟାଇମ୍ ସେଭ୍ କରିବ। ଏବେଠୁ ମାଇଣ୍ଡ ସେଟ୍ କରିଦିଅ ଯେ ତମକୁ 10ମ କ୍ଲାସ ବୋର୍ଡରେ ଆମକୁ କ'ଣ ଲେଖିବାର ଅଛି, ରିପୋର୍ଟ ଲେଖିବାର ଅଛି।
ସମରି କି ଜମା ଫୋକସ୍ ରଖିବନି। ଆଉ ଯୋଉମାନେ ପାଠ ନ ପଢିଛ ତମମାନଙ୍କୁ ମୁଁ କହି ରଖୁଛି ତମେ କଣ କରିବ ସମରି ଲେଖିବ ହେଲା। ତମମାନଙ୍କ ସମରିର ପିଲାମାନେ 1 ଥାର୍ଡ ତମକୁ ଯଦି ମୁଁ କହିବି 150 ୱାର୍ଡ ଦେଇଛି 150 ୱାର୍ଡରୁ 1 ଥାର୍ଡ ନେଇକି ତମକୁ 50 ୱାର୍ଡ ଭିତରେ କିଛି ଗୋଟେ ପାରାଗ୍ରାଫ ଲେଖିବାକୁ ପଡିବ। ସେଥିରୁ ଗୋଟେ ଭଲ ଟପିକଟା ପୁଣି କଣ ତାର ହେଡିଂଟେ କାଢିବାକୁ ପଡିବ, ଟପିକ ନେମ୍ କାଢିବାକୁ ପଡିବ। ତାକୁ କଣ ପିଲାମାନେ ଆଡଜଷ୍ଟମେଣ୍ଟ କରି ତମେ କଣ ପାରାଗ୍ରାଫକୁ ତମର ଯୋଉ ଦେଇଛି ଡିଟେଲ ପାରାଗ୍ରାଫ ଦେଇଛି ତାକୁ କଣ ସର୍କର କରି ତମେ କଣ ଲେଖିପାରିବ। କିନ୍ତୁ ସମରି ଲେଖିଲା ପିଲାମାନେ ତମକୁ କଣ ଟାଇମ ନେଇଯିବ। ଭଲ ପିଲାମାନେ ମୁଁ କହୁଛି କଣ ନେଇଯିବ ତମକୁ ଟାଇମ ନେଇଯିବ ଏବଂ ତମମାନଙ୍କ ପିଲାମାନେ କଣ କରିଦବ ଏଠି ତମମାନଙ୍କୁ ବାରମ୍ବାର ଦିଥର ତିନିଥର ପଢିବାକୁ ପଡିବ। ବଟ୍ ତମର ରିପୋର୍ଟ ରାଇଟିଂ ପିଲାମାନେ ଆରାମସେ ଲେଖିକି ଆସିବ। ତମର କଣ ହେଇଯିବ 5 ରୁ 5 ମାର୍କ ପାଇଯିବ। ଯୋଉମାନେ ସମରି ଲେଖୁଛନ୍ତି ସମରି ଡିପେଣ୍ଡ କରୁଛି ଗୋଟେ ଏକ୍ସାମିନର ଉପରେ ସେ ତମକୁ କେତେ ମାର୍କ ଦବ ତମମାନଙ୍କ ଉପରେ ନିର୍ଭର କରିବନି ପିଲାମାନେ ବୁଝିପାରୁଛ ବୁଝିପାରୁନ। ତେଣୁ ସମରି କି ପିଲାମାନେ ଆଭଏଡ୍ କରିବ। ରିପୋର୍ଟ ରାଇଟିଂ ଇଜ ବେଷ୍ଟ। ଓକେ ନେକ୍ସଟ ଆସିଗଲା ପ୍ଲାନ୍ ତମର ଏଇଟା ଆସିଗଲା କଣ ଆସିଗଲା ସବଜେକ୍ଟ ବି ଆମର ଯୋଉ କ୍ୱେଶ୍ଚନ୍ସ ପକେଇବ କମ୍ପ୍ରେସନ ପକେଇବ ତମକୁ କଣ ଏଇ ସେକ୍ସନ ଆସିଗଲା। ଏଇ ସେକ୍ସନ ପାଇଁ ତମକୁ ପ୍ଲାନ୍ ମୁଁ କିଛି ପର୍ଟିକୁଲାର କ୍ୱେଶ୍ଚନ୍ସ ଦଉଛି ହେଲା। କିଛି ପର୍ଟିକୁଲାର କ୍ୱେଶ୍ଚନ୍ସ ଦଉଛି ତମର ସ୍କ୍ରିନରେ କଣ ଆସିବ ସେ କ୍ୱେଶ୍ଚନ୍ସ ଆସିବ କେବଳ କ୍ୱେଶ୍ଚନ୍ସ ଆସିବ। ତମେ ଯଦି ଆନ୍ସର ଯଦି ଚାହୁଁଛ ପିଲାମାନେ ତାହେଲେ ଦେଖିବ ପିଲାମାନେ ତମର ତଳେ ପିଲାମାନେ ପିଡିଏଫ ଥିବ ପିଲାମାନେ ତମ ଡେସ୍କ୍ରିପସନରେ କଣ ଅଛି ପିଲାମାନେ ପିଡିଏଫ ଅଛି ଆରାମସେ ପିଲାମାନେ ଡାଉନଲୋଡ କରିପାରିବ ଏବଂ କଣ ତମେ ନିଜେ ପଢିପାରିବ ବୁଝିପାରିଲ ପିଲାମାନେ। ଏବେ ଦେଖ ତମମାନଙ୍କ ପିଲାମାନେ ଇମ୍ପୋର୍ଟାଣ୍ଟ କିଛି କ୍ୱେଶ୍ଚନ୍ସ ବଛା ବଛା କ୍ୱେଶ୍ଚନ୍ସ ଦେଇଛି ମୁଁ କହି ରଖୁଛି ପିଲାମାନେ ଏଇଟା ମ୍ୟାଣ୍ଡେଟରୀ ନୁହଁ ତମମାନଙ୍କ ପିଲାମାନେ ସମସ୍ତଙ୍କୁ ପଢିଯିବା ପାଇଁ। ଯେତିକି ଭଲ ପିଲା ଅଛ ଖାଲି କଣ କ୍ୱେଶ୍ଚନ୍ସ ଖାଲି ଚେକ୍ ଆଉଟ୍ କରିଦିଅ। ଯେତେକଙ୍କର ପାଠ ହଉନି ବର୍ଷ ଯାକ ପଢିନ ତମମାନଙ୍କୁ କଣ କିଛି ଫୋକସ ତମେ ଏବେ କରିବା ଦରକାର ନାହିଁ ହେଲା। ଏଇ ସବଜେକ୍ଟ ପାଠକୁ କିଛି ଫୋକସ କରନି ଯାହା ପାରୁଛ ତାହା ଲେଖିକି ଆସ ପେଜ ଆଉ ଫିଲଅପ କରିକି ଆସ। ତମର କିଛି ମ୍ୟାନର ରଖୁନି କଣ ତମଙ୍କର ଏଇ ନବମ ଶ୍ରେଣୀ ଆନୁଆଲ ଏକ୍ସାମ। ଓକେ ଏବେ ଦେଖ ତମମାନଙ୍କ ପିଲାମାନେ ଆସିଗଲା ଦ ପ୍ରାଇସଲେସ୍ ସ୍କ୍ରିପ୍ଟ। ଦ ପ୍ରାଇସଲେସ୍ ସ୍କ୍ରିପ୍ଟର ପିଲାମାନେ ତମକୁ ମୁଁ ଗୋଟେ ଦିଟା ତିନିଟା ଚାରିଟା ଦେଖାଯାଉଛି ନା ପିଲାମାନେ ଚାରିଟା କ୍ୱେଶ୍ଚନ କଣ ତମକୁ ପିଲାମାନଙ୍କୁ ମୁଁ ଦେଇଛି ଦ ପ୍ରାଇସଲେସ୍ ସ୍କ୍ରିପ୍ଟର ବୁଝିପାରିଲ ପିଲାମାନେ। ନେକ୍ସଟ ଦେଖ ପିଲାମାନେ ନେକ୍ସଟ ଚାପ୍ଟର କଣ ଅଛି ହେଲା। ଚାପ୍ଟର ପିଲାମାନେ ଏପଟ ସେପଟ ହେଇକି ଅଛି ତମର କଣ ପିଲାମାନେ ଦେଖିଥିବ ହେଲା। ଦ ମିସାଇଲ ମ୍ୟାନ ଅଫ ଇଣ୍ଡିଆ ଦ ମିସାଇଲ ମ୍ୟାନ ଅଫ ଇଣ୍ଡିଆର ପିଲାମାନେ ତମଙ୍କର ଗୋଟେ ଦିଟା ତିନିଟା ଚାରିଟା ପାଞ୍ଚଟା କ୍ୱେଶ୍ଚନ କଣ ଅଛି ତମର ଏଠି ମଧ୍ୟ ଦ ମିସାଇଲ ମ୍ୟାନ ଅଫ ଇଣ୍ଡିଆର ମୋର କଣ ପାଞ୍ଚଟା କ୍ୱେଶ୍ଚନ ଅଛି। ନେକ୍ସଟ ଆସିଗଲା ପିଲାମାନେ କଣ ଦ ସୁଇମର ହୁ ଡଜ ନଟ ନିଡ ହର ଲେଗ୍ସ। ତ ଏଥିରେ ମଧ୍ୟ କଣ ଅଛି ତମର ପିଲାମାନେ ପାଞ୍ଚଟା କ୍ୱେଶ୍ଚନ ଅଛି। କେତେଟା କ୍ୱେଶ୍ଚନ ଅଛି ପିଲାମାନେ ଏଥିରେ ବି ତମର ପିଲାମାନେ ପାଞ୍ଚଟା କ୍ୱେଶ୍ଚନ ଅଛି ତାକୁ ବି କଣ କରିବ ପିଲାମାନେ ଦେଖି ଦେଇଥିବ। ଓକେ ନେକ୍ସଟ ଆସିଗଲା ପିଲାମାନେ ତମର କଣ ଆସିଗଲା ରୋड सेफ्टी वीक। ओके रोड सेफ्टी वीक तुम कौन आसला मैंने एथि भी तुम केतना क्वेश्चन अछि एथि भी तुम पांचटा क्वेश्चन अछि ताको भी कोन करबो प्लान को चेक आउट कर दबो। ओके नेक्स्ट आसला प्लान को ए हीरो रो मध्ये कोन अछि प्लान एथि भी तुम पांचटा क्वेश्चन अछि ए पांचटा क्वेश्चन कोन करबो प्लान चेक आउट करी तुम जाई परिबो बुझि पाइलो प्लान बुझि पाइलो ना। बस एति थिला तुमनकर प्लान किछि इंपोर्टेंट प्लान कोन थिला किछि इंपोर्टेंट लॉन्ग क्वेश्चंस थिला ताको प्लान को करि जाओ पढि जाओ आराम से पाजि जिवो। एवं तुमको मु जदि पोएम कथा कहबी ताले पोएम रो प्लान देखि देबो होम एंड लव देखि देबो एवं नेक्स्ट कोन नोवेल नेचर इदि देखि निहाती जिवो होम एंड लव देखि देबो नोवेल नेचर देखि जाओ पिलाने हैला। आउ छाड़ दियो किछि देखिया दरकार नै किछि देखिया दरकार नै हैला किछि देखिया दरकार नै आराम से छाड़ दियो पिलाने जदि न पढिछ किछि फरक पड़नी तुमको मु जो पार्ट कहल ताको पढि जा पई ताको कोन करबो निहाती भाई पढि जिवो को पार्ट तुमको कहल पिलाने निहाती भाई इंपोर्टेंट एसे किछि इंट्रोडक्शन कंक्लूजन ताको देखि जाइथिबो हैला। आ नेक्स्ट पिलाने एप्लीकेशन किंबा लेटर ताको कोन टिना देखि जिवो तुम जहा देखुछ देखो किंतु एप्लीकेशन लेटर ताको देखि जिवो एवं तुमको मु जो कोन कहल पिलाने ग्रामर टिना कोन करबो एटलीस्ट 2 घंटा समय दियो ए ग्रामर को हमर ग्रामर को फोकस रखे पे बुझि पालो पिलाने। तो एई छोटो सेक्शन प्लान तुमको मु या कहयातला जे जदि किछि न पढिछ किपरि पिलाने आराम से तुम केते मार्क रख परिबो 40 प्लस रख परिबो 40 प्लस मु तुमको कहूनी प्लान एठी हम 9 प्लस रहिबो 10वीं क्लास देइ थना हमको को प्लान पढिया थांडा आ तुमको मध्य मु कहतानी जे हम किपरि जदि किछि न पढिछ ताले 70 प्लस रखिबा। किंतु नवम क्लास एग्जाम पिला माने को मैनर रखुछ तुम नवम क्लास सर्टिफिकेट तुम को देखिबो रे लाइव रे को देखिबो नवम क्लास सर्टिफिकेट को देखिबोनी तेनो किछि फरक पड़नी तुम कोन पढिछ कोन पढिछ तुम सर्टिफिकेट किछि वैलिडिटी नै तुम स्कूल तुम जेते भल लिखि आसले भी 10वीं क्लास फेल हो गल लाभ कौन अच्छी लाभ कौन अच्छी कह किसी लाभ ना तेणु जहाँ होगला आगू आम कौन करवा 10वीं क्लास आरंभ करवा 10वीं क्लास तुमको पे प्रथम सेक्शन रु शेष सेक्शन जाए प्रथम सेक्शन रु शेष सेक्शन जाए तुमको पे मुझे कौन करी सब जाक टपिक पढ़ेबी प्लान मुझे इंग्लीश कथा कहूनी मैथमेटिक्स कथा कहूँ मैथमेटिक्स तुमको प्रत्येक टपिक प्रत्येक नंबर इच एंड एव्री नंबर तुम सहित मुझे कौन करी जोड़ी रही तेणु जब चैनल सब्सक्राइब कर रख पे जी पसिबल हम मोटा कौन तुमको पढ़ाई जी पसिबल हम तुमको पे साहय करने कौन करी ये चैनल तुमको साहय करी तेणु जब चैनल सब्सक्राइब कर रख पे निहाती भाव तुमको कौन रहा एक्जाम सरला चैनल पाइबनी एक्जाम सरला तुमको ये चैनल पाइबनी सब्सक्राइब कर रख लाइक कर रखिद पे आगू कौन आसो तुमको बहुत बेनिफिट आसो बहुत ही बेनिफिट आसो तुमको ये चैनल कौन रहा बहुत काम आसो। थैंक यू सो मच पे एक खाली कौन कर स्टेप्स फॉलो करो किसी देखा दरकार नहीं लाइफ माने कौन तुम परीक्षा तुम जब कौन अच्छी काली जब इंग्लिश परीक्षा अच्छी कौन कर खाली ये टिके जिन कौन खाली देखिए जाओ बुझीगला ना पे थैंक यू सो मच जब चैनल सब्सक्राइब कर कौन हेनी परीक्षा निहाती भाव भल हे ना चैनल सब्सक्राइब करो निहाती भाव एग्जाम भल हम। थैंक यू सो मच।